ସନ୍ତାନ ମାନେ ଅକର୍ମଣ୍ୟ ହବା କିମ୍ବା ଅପଙ୍ଗ ହବାର ମୁଖ୍ୟ କାରଣ ହଉଛି କଣ? ବାସ୍ତୁ ତା ସହିତ କଣ ହଉଛି ନା ଶୟନ କକ୍ଷ। ଯଦି ଯାହାର ମଧ୍ୟ ଆଜିକାଲି ତ ସମସ୍ତେ ବାସ୍ତୁ ଅନୁସାରେ ଗୃହ ବନଉଛନ୍ତି, କିନ୍ତୁ ଯଦି ଶୟନ କକ୍ଷ ଯଦି ଠିକ ଜାଗାରେ ନଥିବ, ଆଉ ସମସ୍ତେ କୁହନ୍ତି କଣ ନା ସାଉଥ ଇଷ୍ଟ କରିବା କିମ୍ବା ପଶ୍ଚିମ ଦିଗରେ କରିବା କିମ୍ବା ଉତ୍ତର ପଶ୍ଚିମ ଦିଗରେ କଣ ବେଡରୁମ କରିବା ବୋଲିକି ଏସବୁ ଜିନିଷ କରାଯାଇଥାଏ। କିନ୍ତୁ ଯଦି ଶୟନ କକ୍ଷ ଯଦି ଠିକ ଜାଗାରେ ନଥାଏ, ନୂଆ ନ୍ୟୁଲି ମାନେ ଅର୍ଥାତ୍ କଣ ଯୋଉ ବ୍ୟକ୍ତି ମାନେ କଣ ନ୍ୟୁଲି ମ୍ୟାରିଡ୍ କରିଛନ୍ତି ଅର୍ଥାତ୍ ନୂଆରେ ବିଭାଘର କରିଛନ୍ତି, ସେମାନଙ୍କର ଯଦି କଣ ଶୟନ କକ୍ଷ ଯଦି ଠିକ ଜାଗା ନଥାଏ, ସେମାନେ ଯଦି ସମ୍ଭୋଗ କ୍ରିୟା କରନ୍ତି, ତାହେଲେ ତାଙ୍କ ପାଖରେ ଯୋଉ ଜନ୍ମିତ ଗର୍ଭଟି କଣ ହବ ନା ଅପଙ୍ଗ ହବ। କାହିଁକିନା ଆଜିକାଲି ସାଇନ୍ସ ଅର୍ଥାତ୍ ବିଜ୍ଞାନ ଏତେ ଡେଭଲପମେଣ୍ଟ କଲାଣି ଯେ ଆପଣଙ୍କର ଯୋଉ ମା ମାନେ କଣ ଗର୍ଭ ଧାରଣ କରୁଛନ୍ତି, ତାଙ୍କର 3 ମାସକୁ ଥରେ ଲେଖା ଯୋଉ ଆପଣଙ୍କର ଯୋଉ ଅଲ୍ଟ୍ରାସାଉଣ୍ଡ ହଉଛି, ସେଥିରୁ ମଧ୍ୟ ଜାଣିପାରୁଛନ୍ତି ଯେ ଆପଣଙ୍କର ସନ୍ତାନ ଠିକ ସେ ମୁଭମେଣ୍ଟ କରୁଛି କି ନ କରୁଛି, କିମ୍ବା ଅପଙ୍ଗ ଅଛି କିମ୍ବା ଯାହା ଅକର୍ମଣ୍ୟ ଅଛି, ତାହା ମଧ୍ୟ ଆପଣ ଜାଣିପାରିଲେ। କିନ୍ତୁ ଏଇ ଯୋଉ ବାସ୍ତୁ ମତ ଅନୁସାରେ ଯଦି ଯାହାର ମଧ୍ୟ ଶୟନ କକ୍ଷ 34 ଡିଗ୍ରୀରୁ 56 ଡିଗ୍ରୀ ଭିତରେ ଅର୍ଥାତ୍ ଐଶାନ୍ୟ କୋଣ, ଯାହାକୁ କହୁଛେ ଆମେ ଉତ୍ତର ପୂର୍ବ କୋଣ ବା ଯାହାକୁ କହୁଛେ ଆମେ କଣ ନର୍ଥ ଇଷ୍ଟ, ଯଦି ସେହି ଜାଗାରେ ଯଦି ଯାହାର ମଧ୍ୟ ଶୟନ କକ୍ଷ ଥିବ, ସେ ଆପଣଙ୍କର ଯଦି ସେ ଜାଗାରେ ଆପଣଙ୍କର କଣ ରତିକ୍ରିୟା କରୁଛନ୍ତି, ତାହେଲେ ସେଟା କେଉଁ ଜାଗାର ସ୍ଥାନ ନା ସେଟା ହଉଛି ଉତ୍ତର ପୂର୍ବ, ହଉଛି କଣ ରୁଦ୍ରଙ୍କର ସ୍ଥାନ। ଆଉ ଦେବତା ହେଲେ କିଏ? ରୁଦ୍ର। ଆଉ ଗ୍ରହ ହିସାବରେ କିଏ ନା ବୃହସ୍ପତି। ଅର୍ଥାତ୍ ଯଦି ସେ ଜାଗାରେ ଆପଣ ଯଦି ଏସବୁ କାମ କରୁଛନ୍ତି କିମ୍ବା ଆପଣଙ୍କର ସେଇ ଜାଗାରେ ଯଦି ଆପଣଙ୍କର ଗର୍ଭ କଣ ରହିଲା, ଗର୍ଭ ଯଦି ଆପଣଙ୍କର କଣ ଧାରଣ କଲେ, ତାହେଲେ ମୁଁ କହିବି ନିଶ୍ଚିତ ରୂପେ ସେ ଜାଗାରେ କଣ ସେ ଦେବତାଙ୍କର ସେ ଗ୍ରହଙ୍କର କଣ ଆସିବ ନା କଣ କୁଦୃଷ୍ଟି ପଡିବ, ଯାହା ଫଳରେ ଏ ପ୍ରକାର ପରିଶାନୀ ଆପଣଙ୍କୁ ଦେଖିବାକୁ ମିଳିବ। କାହିଁକିନା ଲୋକ କୁହନ୍ତି ଆମେ ତ ଘର କରିଛୁ ଠିକ ଠାକ, କିନ୍ତୁ ଆମେ ତ ଅଲଗା ଜାଗାରେ ପିଲା ଜନ୍ମ ହେଲା, କିନ୍ତୁ ଗର୍ଭ ଧାରଣ ଅର୍ଥାତ୍ ଯେଉଁ ଦିନ ଆପଣଙ୍କର ଗର୍ଭ କଣ ରହିଲା, ତ ସେଇ ଦିନଠୁ ଆପଣ ଦେଖିବେ ଯେ ଆପଣଙ୍କର ଶୟନ କକ୍ଷ କେଉଁ ଜାଗାରେ ଥିଲା। ଯଦି ଆପଣଙ୍କର ଐଶାନ୍ୟ କୋଣରେ ଥିଲା, ତାହେଲେ ମୁଁ କହିବି 100% ଏଇ ପ୍ରକାର ପରିଶାନୀ ଆପଣଙ୍କୁ ଦେଖିବାକୁ ମିଳିବ। ଆଉ ସେଥିପାଇଁ ଶୟନ କକ୍ଷ ସେ ଜାଗାରେ କେବେ ବି ହେଲେ କରିବେ ନାହିଁ, କିମ୍ବା ଯେଉଁ ଜାଗାରେ ଆପଣ ମାନେ ରହୁଛନ୍ତି, ତ ସେଇ ଜାଗାରେ ମଧ୍ୟ ଦେଖିବେ ଉତ୍ତର ପୂର୍ବ ଦିଗରେ କେବେ ବି ହେଲେ ଶୟନ କରିବେ ନାହିଁ।